गोटे छोटिया प्रसंग रे आपण मानकर सहित मु कथबार्ता हेबाको चाहे जो समय रे हमर छुआ माने छोट थांती से अमन को पचारि पचारि विजार कर दउथिबे बा ए गोटे केते पचारबो एटा भी जानिनु कि तू पचारुचु माँ एटा केमती करबी माँ सेटा केमती करबी केमती विचार करती ना आमे अनेक समय रे विरक्त हो जाऊ ए सान सान विषय मते खाली सब खाली पचारुथिबु बोली आमे अनेक समय रे विरक्त हो मात्र आमर परमेश्वर चाहती जे आमे मध्य तांको सब क्षेत्र रे आमे पचारिबा जो समय आमर छुआ माने हमको बड़ होला पर जो समय से माने किछि परामर्श मागन्ते हमको केते खुशी लागे ना आ मु एटा करबा पई चाहूची करबी कि से माने जेतेबेले हमनको पचारंती आ माने बहुत खुशी लागे हमनको हमर परमेश्वर मध्य चाहती कि आमे किछि करबा पूर्वरु आमे तांको पचारू तांकर परामर्श न आज हमनको रेफरेंस पढ़िबारे हमनकर गुडी भणी हमनको सहायता करबे तो कौन परमेश्वर मध्य चाहती आमे तांको पचारू आज आमे परमेश्वर जहाँ भी किछि करबा पूर्वरु तांको पचारिकी आमे करबा आउ तांकर परामर्श नै जो समय रे आमे करबा आमे कोन से क्षेत्र रे आमे भूल पड़िबा नै असुविधा रे पड़ी जिबा नै आमे किछि समस्या रे सम्मुखीन हेबा नै जो समय रे आमे परमेश्वर को पचारिबा speaking. परमेश्वरंकर परामर्श परमेश्वरंकर परामर्श नै जदि आमे किछि करबा ताहले हमको कौन सी प्रकार समस्या रे सम्मुखीन हेबाकू पड़िबा नै जदि भी किछि असुविधा हबो से परमेश्वर से निश्चिंत भाबरे आमानको सेथिरु बाहर करने प्रत्येक क्षेत्र रे आमानकर जॉब पिला मानकर पाठ पढ़ा क्षेत्र रे हेउ कि आमानकर विवाह क्षेत्र रे हो आमानकर बिजनेस क्षेत्र रे हो आमे किछि करबा को चाहूछु इवन मु तो कहबाको चाहे जो समय रे आपण शॉपिंग पाई जाउचंते से समय रे मध्ये प्रार्थना करंत ମୁଁ ଅନେକ ସମୟରେ ଏମିତି ଯାଇଥାଏ ସପିଂ କରିବା ପାଇଁ ଆଉ ପ୍ରାର୍ଥନା କରେ ପ୍ରଭୁ ମୁଁ ଏଟା ନେବି କି ସେ ସମୟରେ ଟିକେ ଇଚ୍ଛା ଲାଗିବ ନାହିଁ ବୋଲେ ପୁନର୍ବାର ଫେରିକିନା ପଳେଇ ଆସେ କାହିଁକିନା ଆମକୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରଭୁଙ୍କୁ ପଚାରିବାର ଅଛି ଆଉ ମୁଁ କହେ ଯୋଉ ସମୟରେ ଆମର ପିଲାମାନଙ୍କୁ ଆମେ ସ୍କୁଲରେ ଆଡମିସନ କଲୁ ସେ ସମୟରେ ଆମେ ଆମର ପରମେଶ୍ୱରଙ୍କୁ ପଚାରିଥିଲୁ ତେଣୁ ଆଜି ଯାଏ ମୋ ଝିଅ 12 ବର୍ଷ ହେବ ସେ ସ୍କୁଲରେ ପାଠ ପଢୁଛି କୌଣସି ବିଷୟରେ ଆମମାନଙ୍କୁ ଅଭାବ ହେବାକୁ ଦେଇନାହାନ୍ତି କି ଆମମାନଙ୍କୁ ଷ୍ଟ୍ରଗଲ କରିବା ପାଇଁ ମଧ୍ୟ ଦେଇନାହାନ୍ତି ସେ ବହୁତ ସୁନ୍ଦର ଭାବରେ ସେ ଆମମାନଙ୍କୁ କଢାଇ ଆଣିଛନ୍ତି ଯେକୌଣସି କ୍ଷେତ୍ରରେ ଆମେ ପଚାରିବାର ଆବଶ୍ୟକତା ଅଛି ମୁଁ ମୋର ପିଲାକୁ କୋଉ କଲେଜରେ ପଢେଇବି କୋଉ ସ୍କୁଲରେ ପଢେଇବି ସେ କଣ କରବ ଏବେ ଅନେକ ପିଲାମାନେ 10th ଏକ୍ଜାମ ଦେଲା ପରେ କଣ ପଢବ ସେ ସବୁ ଆମେ ପରମେଶ୍ୱରଙ୍କୁ ପଚାରିକିନା କରିବାକୁ ପଡିବ କେଉଁମାନେ ପଚାରନ୍ତି ନାହିଁ ଯୋଉମାନେ ଗର୍ବୀ ମାନେ ଏକା ପଚାରିବେ ନାହିଁ ପରମେଶ୍ୱରଙ୍କୁ କି କାହାକୁ ମଧ୍ୟ ପଚାର ମତେ ଜଣା ନାହିଁ କି ମୁଁ ମୋର ନିଜର ଇଚ୍ଛାରେ କରିବି କେଉଁମାନେ ଏ ପ୍ରକାର କଥା କୁହନ୍ତି ଗର୍ବୀ ମାତ୍ର ନମ୍ର ଲୋକମାନେ ଅନେକ ସମୟରେ ସମସ୍ତଙ୍କର ପରାମର୍ଶ ନେବା ପାଇଁ ଇଚ୍ଛା କରନ୍ତି ଆମେ ସମସ୍ତେ ସର୍ବଜ୍ଞାନୀ ନାହୁଁ ଆମକୁ ମଧ୍ୟ ଅନ୍ୟମାନଙ୍କର ପରାମର୍ଶର ଆବଶ୍ୟକତା ରହିଛି ଅନ୍ୟମାନଙ୍କ ପାଖକୁ ଆମେ ନ ଯାଇ ପାରିଲେ ମଧ୍ୟ ଆମର ପରମେଶ୍ୱରଙ୍କ ନିକଟବର୍ତ୍ତୀ ଆମେ ହିଁ ପରମେଶ୍ୱରଙ୍କୁ ଆମେ ପଚାରିବାର ଆବଶ୍ୟକତା ରହିଛି ସେ ଆମମାନଙ୍କୁ ଠିକ ମାର୍ଗରେ ଠିକ ସମୟରେ ସେ କଢେଇ ନେବେ ଆମେ ଗୋଟେ ପଦ ପଢିବା ଯେସାଇ 30 ର 1 ଆଉ 2 ପଦ ଯେସାଇ 30 1 2 ସଦାପ୍ରଭୁ କହନ୍ତି, ଯେଉଁ ବିଦ୍ରୋହୀ ସନ୍ତାନଗଣ ମନ୍ତ୍ରଣା କରନ୍ତି, ମାତ୍ର ଆମ୍ଭ ଦ୍ୱାରା ନୁହେଁ, ପୁଣି ଯେଉଁମାନେ ପାପ ଉପରେ ପାପ କରିବା ନିମନ୍ତେ ଆଚ୍ଛାଦନ କରନ୍ତି, ମାତ୍ର ଆମ୍ଭ ଆତ୍ମାଙ୍କ ଦ୍ୱାରା ନୁହେଁ, ସେମାନେ ସନ୍ତାପର ପାତ୍ର। ସେମାନେ ଆମ୍ଭକୁ ନ ପଚାରି ଫାରର ବଳରେ ଆପଣମାନଙ୍କୁ ବଳିଷ୍ଠ କରିବାକୁ ଓ ମିଶରର ଛାୟାରେ ଆଶ୍ରୟ ନେବାକୁ ମିଶରକୁ ଯିବା ନିମନ୍ତେ ଯାତ୍ରା କରୁଅଛନ୍ତି। ଏ ସ୍ଥାନରେ ଇସ୍ରାଏଲ ମାନଙ୍କର ବିଦ୍ରୋହ ଦେଖୁଛୁ ସେମାନେ ତ ବିଦ୍ରୋହ କରି 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 ଆସୁଛନ୍ତି ଏବେ ଆଉ ପରମେଶ୍ୱରଙ୍କ ଠାରୁ ସେମାନେ କିଛି ସାହାଯ୍ୟ ଦରକାର ନାହିଁ କାହାର ବଳରେ ଫାରର ବଳରେ ଆମର ସବୁ ଅଛି ଆମମାନଙ୍କୁ ବଳ ଅଛି ଶକ୍ତି ଅଛି ସାହସ ଅଛି ଆମକୁ ପରମେଶ୍ୱର ଦରକାର ନାହିଁ ପରମେଶ୍ୱରଙ୍କର ପରାମର୍ଶ ଆମମାନଙ୍କୁ ଦରକାର ନାହିଁ ଦେଖୁଛୁ ପରା ମାନେ ଆମେରିକାର ଅବସ୍ଥା ହଲିଉଡ ର ଅବସ୍ଥା କେମିତି ହେଇଛି ସେ ହଲିଉଡ
ନାଇଁ ଆମକୁ ପରମେଶ୍ୱର ଦରକାର ନାହିଁ, ଆମକୁ କିଏ ଦରକାର ନାହିଁ। ଶୈତାନର ବେଶୀ ପ୍ରଶଂସା କରୁଥିଲେ, ଶୈତାନକୁ ବହୁତ ଆରାଧନା କରୁଥିଲେ, ଓପେନଲି କହୁଥିଲେ ଶୈତାନ ଧନ୍ୟବାଦ। କଣ ହେଇଛି ସେ ଅବସ୍ଥା? ପ୍ରିୟମାନେ, ଆମେ ମଧ୍ୟ ଅନେକ ସମୟରେ ଆମେ ଏ ପ୍ରକାର କାମ ଗୁଡିକ କରିଯାଉ କି ପ୍ରଭୁ ତୁମେ ମତେ ଦରକାର ନାହିଁ, ମୋ ପାଖରେ ଟଙ୍କା ଅଛି, ମୋ ପାଖରେ ପାୱାର ଅଛି। ଏମାନେ ମଧ୍ୟ ପାୱାର ଦେଖାଉଛନ୍ତି, ବଳ ଦେଖାଉଛନ୍ତି, ଶକ୍ତି ଦେଖାଉଛନ୍ତି, ଆହୁରି ପୁନର୍ବାର ମିଶରକୁ ଫେରି ଯିବା ପାଇଁ ଚାହୁଁଛନ୍ତି। ନିଜର ବଳରେ ପରମେଶ୍ୱରଙ୍କୁ ଆରେ ପଚାରୁନାହାନ୍ତି, ଆମକୁ ଯେମିତି ଇଚ୍ଛା ଆମେ ସେମିତି କରିବୁ, ତୁମେ କିଏ ଆମକୁ କହିବା ପାଇଁ? ତୁମର ପରାମର୍ଶ ଆମକୁ ଦରକାର ନାହିଁ, ଆମେ ତୁମକୁ ପଚାରିବା ପାଇଁ ଚାହୁଁନ। ଏ ପ୍ରକାର କିଏ କରେ? ଜଣେ ବିଦ୍ରୋହୀ, ଜଣେ ନମ୍ର ବ୍ୟକ୍ତି ଏ ପ୍ରକାର ବିଷୟ କରେ ନାହିଁ, ଜଣେ ଗର୍ବୀ ହିଁ କରେ। ଆଉ ମାତ୍ର ନମ୍ର ଲୋକ ପ୍ରତ୍ୟେକ ସମୟରେ ଅନ୍ୟମାନଙ୍କର ପରାମର୍ଶ ଦେଖେ ଯେ ସେମାନଙ୍କର ଉପରେ କିଏ ଅଛନ୍ତି, ସେମାନଙ୍କ ଠାରୁ ସେ ପରାମର୍ଶ ନେଇକିନା କରିବାକୁ ଚାହେଁ। ପ୍ରିୟ ଭଉଣୀ ମାନେ, ମୁଁ ଆଜି କହିବାକୁ ଚାହେଁ, ଆପଣ ମଧ୍ୟ ଯାହା ବି କିଛି କରିବେ ପ୍ରଭୁଙ୍କୁ ପଚାରିକିନା କରନ୍ତୁ। ଆପଣ ମାନେ ହଇରାଣରେ ପଡିବେ ନାହିଁ, ଆଉ ପରମେଶ୍ୱର ଠିକ ଭାବରେ ଆପଣ ମାନଙ୍କୁ ମାର୍ଗଦର୍ଶନ କରିବେ। ଏମାନେ ବିଦ୍ରୋହ କରିକିନା ପୁନର୍ବାର ପରମେଶ୍ୱରଙ୍କୁ ନ ପଚାରିକିନା, ଏ ଲେଖାଯାଇଛି ନା, କିଏ ପଚାରିବ ନାହିଁ ଯାହାକୁ ନିଜର ଭୁଲ ଛାଡିବା ପାଇଁ ଇଚ୍ଛା ନଥିବ। ଏମାନେ କେମିତି ପାପ କରିବେ, ଆରେ ସେ ପାପକୁ କେମିତି ଆଚ୍ଛାଦନ କରନ୍ତି, ମାନେ ପାପକୁ ଘୁଡେଇ 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 ରଖନ୍ତି। ମାତ୍ର ଯେଉଁମାନେ ପାପରୁ ବାହାରିବା ପାଇଁ ଚାହୁଁଛନ୍ତି, ସେମାନେ ପରମେଶ୍ୱରଙ୍କ ନିକଟକୁ ଯାଇ ପଚାରନ୍ତି କି ପ୍ରଭୁ, ମୁଁ ଏ ପାପରେ ପଡିଯାଇଛି, ମୁଁ ଏ ଦୁଷ୍କର୍ମରେ ପଡିଯାଇଛି, ଏ ଦୁର୍ବଳତାରେ ମୁଁ ପଡିଯାଇଛି, ମୁଁ ଏଥିରୁ କେମିତି ବାହାରିବି? ମତେ ଏଥିରୁ ବାହାରିବା ପାଇଁ ତୁମେ ସାହାଯ୍ୟ କର, ତୁମର ସେ ଅନୁଗ୍ରହ ଦିଅ ବୋଲି। ମାତ୍ର ବିଦ୍ରୋହୀ ମାନେ ପଚାରିବା ଦରକାର ନାହିଁ, କାରଣ ସେମାନେ ପାପ କରି କଣ କରନ୍ତି? ଲୁଚାନ୍ତି, ଘୁଡାନ୍ତି। ନା, ମୁଁ କରିନାହିଁ ପାପ। ମାତ୍ର ଯୋଉ ସମୟରେ ଆମେ ନମ୍ର ହେଇଯିବା, ବିଦ୍ରୋହ କରିବା ନାହିଁ ପରମେଶ୍ୱରଙ୍କୁ, ସେ ସମୟରେ ଆମେ ପଚାରିବାକୁ ପଡିବ, ପ୍ରଭୁ ମୁଁ ଏ ପାପରୁ କେମିତି ବାହାର କରିବି? ମୁଁ ପାପକୁ ଘୋଡେଇ ରଖିବା ପାଇଁ ଚାହେଁ ନା। ଗୀତ ସଂହିତାରେ ଲେଖାଗଲା, ଯେ ପାପ ଆଚ୍ଛାଦନ କରେ ସେ ଦୟା ପାଏ ନାହିଁ, ମାତ୍ର ଯେ ପାପ ସ୍ୱୀକାର କରି ଛାଡେ ସେ ଦୟା ପାଇବ। ଆମର ପରମେଶ୍ୱର ଆମର ପାପକୁ ଘୋଡେଇ ରଖୁ ସେ ଚାହାନ୍ତି ନାହିଁ, ସେ ଚାହାନ୍ତି ଆମେ ଆମର ପାପକୁ ଆମେ ସ୍ୱୀକାର କରିବା, ପରମେଶ୍ୱରଙ୍କ ନିକଟରେ କହିଦେବା, ତାଙ୍କୁ କହିବା କି ପ୍ରଭୁ ମୁଁ ଏ ସ୍ଥାନରୁ, ଏ ପାପରୁ କେମିତି ମୁଁ ବାହାରିବି, ମୋର ଏ ଦୁର୍ବଳତାରୁ ମୁଁ କେମିତି ବାହାରିବି, ତୁମେ ମତେ ସାହାଯ୍ୟ କର। ଆଉ ନିଶ୍ଚିନ୍ତ ରୂପେ ସେ ପରମେଶ୍ୱର ଦେବେ, ଆମର ବଳରେ ନୁହେଁ, ଆମର ଧାର୍ମିକତା ଦ୍ଵାରା ନାହିଁ, ଆମର ପ୍ରାର୍ଥନା ଜୀବନ, ଆମର ଉପବାସ ଦ୍ଵାରା ନାହିଁ, କେବଳ ପରମେଶ୍ୱରଙ୍କର ଅନୁଗ୍ରହ, ପରମେଶ୍ୱରଙ୍କ ଦୟା ଆମମାନଙ୍କୁ ସେଥିରୁ ବାହାର କରିବ। ପ୍ରିୟ ଭଉଣୀ ମାନେ, ତେଣୁ ଯୋଉ ସମୟରେ ଆମେ କିଛି ଭୁଲ କରୁଛୁ, ଆମମାନଙ୍କ ଭିତରେ କିଛି ଥାଏ ପରମେଶ୍ୱରଙ୍କ ନିକଟକୁ ଯିବା, ବାପା ମୁଁ ଭୁଲ କରିଦେଲି, ଏଥିରୁ ମୁଁ କେମିତି ବାହାରିବି, ତୁମେ ମତେ ସାହାଯ୍ୟ କର। ଆଉ ନିଶ୍ଚିନ୍ତ ଭାବରେ ଆମର ପରମେଶ୍ୱର ଆମେ ସେଥିରୁ ବାହାରି କରିବେ। ମୁଁ ପଢୁଥିଲି ନା, ମୁଁ କହୁଥିଲି ହିତୋପଦେଶ 3:5-6 ପଢିବା, ସେ ସ୍ଥାନରେ ଲେଖାଯାଏ କି ତୁମେ ନିଜର ସୁବିବେଚନାରେ ଆଉଜି ପଡ ନାହିଁ। ପଢନ୍ତୁ ଟିକେ। ତୁମ୍ଭେ କେତେ 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 3:5-6 ହିତୋପଦେଶ। ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କ ଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ ନାହିଁ। ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ପ୍ରିୟ ଭଉଣୀ ମାନେ, ଆମର ସୁବିବେଚନାରେ, ଆମର ବୁଦ୍ଧିରେ, ଆମର ଜ୍ଞାନରେ ଆମେ ଆଉଜି ପଡିବା ନାହିଁ। ପ୍ରତ୍ୟେକ ସମୟରେ, ପ୍ରତ୍ୟେକ ଗତିରେ ପରମେଶ୍ୱରଙ୍କୁ ଆମେ ସ୍ୱୀକାର କରିବା। କାରଣ ହିତୋପଦେଶ 14:12 ଲେଖାଗଲା, ମନୁଷ୍ୟ ଦୃଷ୍ଟିରେ କୌଣସି କୌଣସି ପଥ ସରଳ ଦେଖାଯାଏ, ମାତ୍ର ତାହାର ଶେଷରେ ମୃତ୍ୟୁ ଥାଏ। ପ୍ରିୟ ଭଉଣୀ ମାନେ, ଆମେ ଆମର ସୁବିବେଚନାରେ, ଆମର ବୁଦ୍ଧିରେ, ଆମର ଜ୍ଞାନରେ ଯଦି ଆମେ ଚାଲିବା, ଆମେ ଧୋକା ଖାଇବା। କିନ୍ତୁ ଯୋଉ ସମୟରେ ପରମେଶ୍ୱରଙ୍କ ଦୃଷ୍ଟିରେ, ଆଉ ପରମେଶ୍ୱର କହନ୍ତି ମୋର ସଂକଳ୍ପ ତୁମ୍ଭମାନଙ୍କର ସମ୍ପର୍କ ଅପେକ୍ଷା ଅଧିକ ଉନ୍ନତ, ଆହୁରି ବହୁମୂଲ୍ୟ ସଂକଳ୍ପ ମୁଁ ତୁମ ପାଇଁ କରୁଛି। ତୁମର ପାଇଁ ଯୋଉ ଯୋଜନା ରଖିଛି ମୁଁ, ତମ ଠାରୁ ମାନେ ଅନେକ ଗୁଣରେ ବେଟର ସେ ପ୍ରକାର ଯୋଜନା ମୁଁ ରଖିଛି। ତେଣୁ ତୁମେ ତୁମ ନିଜର ସୁବିବେଚନାରେ ଆଉଜି ପଡ ନାହିଁ, ତୁମେ ନିଜର ମନର ଇଚ୍ଛାରେ, ମନର ଗତିରେ ଚାଲ ନାହିଁ। ପରମେଶ୍ୱରଙ୍କ ଠାରେ ଆପଣର ସମସ୍ତ ଗତି ସ୍ୱୀକାର କର,
ତହିଁରେ ସେ ତୁମର ପଥ ସବୁ ସରଳ କରିବେ। ଆମେ ଭାବୁଥିବୁ ମୁଁ ଯୋଉ ରାସ୍ତାରେ ଚାଲୁଛି ସେ ରାସ୍ତା ଠିକ, ମୁଁ ଯୋଉ ରାସ୍ତାକୁ ମନୋନୀତ କରିଛି ସେଇ ରାସ୍ତା ଠିକ ଅଟେ। କିନ୍ତୁ ପ୍ରିୟ ଭଉଣୀ ମାନେ, କହିବାକୁ ଚାହେଁ ହୁଏତ ସେ ରାସ୍ତା ଠିକ ନଥିବ। ପ୍ରଭୁଙ୍କୁ ମାଗନ୍ତୁ, ପ୍ରାର୍ଥନା କରନ୍ତୁ, ପ୍ରଭୁ ମୁଁ ଯୋଉ ରାସ୍ତାରେ ଚାଲିବାକୁ ଚାହୁଁଛି ସେ ରାସ୍ତା କଣ ଠିକ ରାସ୍ତା କି? ପଚାରନ୍ତୁ ପ୍ରଭୁଙ୍କୁ, ମୁଁ ଏ ପଥରେ ଚାଲିବା। ସେ ନିଶ୍ଚିନ୍ତ ଭାବରେ ଆମମାନଙ୍କୁ କିଛି କିଛି ସିଗ୍ନାଲ ଦେଇ ସେ ଆମମାନଙ୍କୁ ଜଣେଇବେ ଯେ ତୁ ଚାଲିବୁ ନା ଚାଲିବୁ ନାହିଁ। ଆମର ବିବାହ କ୍ଷେତ୍ରରେ ମଧ୍ୟ ଯୋଉ ସମୟରେ ଆମେ ଅନେକ ସମୟରେ ପରମେଶ୍ୱରଙ୍କୁ ପଚାରିବାର ଆବଶ୍ୟକତା ଥାଏ, ଆଜି ନ ପଚାରି ଅନେକ ଜଣ ବିବାହ କରିକିନା ସେମାନେ ପସ୍ତାଉଛନ୍ତି। ସେମାନଙ୍କର ବୈବାହିକ ଜୀବନ ଗୁଡିକ ଠିକ ନାହିଁ। ଯଦି ସେମାନେ ପଚାରିଥାନ୍ତେ, ଆଜି ଅନେକ ଜଣ ଅସମାନ ଜୁଆଳିରେ ଚଚା ଯାଇଛନ୍ତି, ଯଦ୍ୱାରା କି ବିଭିନ୍ନ ପ୍ରକାର ସମସ୍ୟା ଗୁଡିକ ସେମାନଙ୍କ ଜୀବନରେ ଆସୁଛି। ଯଦି ପ୍ରଭୁଙ୍କୁ ପଚାରିଥାନ୍ତେ, ଆମେ ଅନେକ ସମୟରେ କଣ କରୁ, ଆମେ ପଚାରିବାକୁ ଯାଉ। ଆମର ୟୁଥ ମାସ ମାନେ ଯଦି ଶୁଣୁଥିବେ, ମୁଁ କହିବାକୁ ଚାହେଁ ସେମାନଙ୍କୁ, ଗୋଟେ ପିଲାକୁ ମନ ଭିତରେ ଆମେ ରଖିଦେଇଥାଉ। ସେ ପ୍ରଭୁଙ୍କୁ ପାଇନଥିବ, ସେ ବହୁତ ହ୍ୟାଣ୍ଡସମ୍ ଥିବ, ଆମେ ପ୍ରାର୍ଥନା କରୁ, ପ୍ରଭୁ ମୁଁ ସେ ପିଲାକୁ ପସନ୍ଦ କରୁଛି, ବହୁତ ହ୍ୟାଣ୍ଡସମ୍ ପ୍ରଭୁ, ବହୁତ ଟଙ୍କା ମଧ୍ୟ କମାଉଛି, ଭଲ ଜବ୍ କରୁଛି, ମାତ୍ର ସେ ତୁମକୁ ଜାଣିନାହିଁ, ତୁମେ ଟିକେ ହଁ କହିଦେବ। ଆମେ ପରମେଶ୍ୱରଙ୍କୁ ପଚାରିବାକୁ ଯିବୁ, ଆରେ ତାଙ୍କ ଠାରୁ ଆମେ ହଁ ହିଁ ଶୁଣିବାକୁ ଅନେକ ସମୟରେ ଇଚ୍ଛା କରୁ। ମାତ୍ର ପ୍ରଭୁ କହିବେ କି ନାଇଁ, ମୁଁ ଅସମାନ ଜୁଆଳିରେ ଯୋଚା ହେବା ପାଇଁ ତତେ କହୁନାହିଁ, ସେ ବାକ୍ୟ ଦେଇ କଥା କହିବେ। ପ୍ରିୟ ଭଉଣୀ ମାନେ, ଏଥିପ୍ରତି ଆମେ ଜାଗ୍ରତ ହଉ, ପରମେଶ୍ୱରଙ୍କର ନିକଟକୁ ଆମେ ଯାଉ, ପଚାରୁ। ମୁଁ କହେ ପ୍ରଭୁଙ୍କର ଦାସ ଯୋଉ ସମୟରେ, ମୋ ସ୍ଵାମୀ ଯୋଉ ସମୟରେ ସେ ଫାଷ୍ଟିଂ ପ୍ରେୟରରେ ଥିଲେ, ସେ ସମୟରେ ତାଙ୍କର ବିବାହ ପାଇଁ ସେ ପ୍ରାର୍ଥନା କରୁଥିଲେ। ସେ କହନ୍ତି ସେ ଗୋଟେ ଝିଅକୁ ମନ ମଧ୍ୟରେ ରଖିକିନା ପ୍ରାର୍ଥନା କରିଥିଲେ, ନାଇଁ ଆ ସହିତ ମୋର ବିବାହ ହେଲେ ଠିକ ହେବ। ସେ ସମୟରେ ସେ ପ୍ରାର୍ଥନାରେ କି ପରମେଶ୍ୱର ସେ ଝିଅକୁ ସାଇଡ କରିକିନା ମତେ ତାଙ୍କୁ ଦେଖାଇଲେ। ତ ସେ ସେଥିପାଇଁ ମୋ ସହିତ ବିବାହ କଲେ। ଆଉ ଆମର ବିବାହ ପରମେଶ୍ୱରଙ୍କର ଇଚ୍ଛା ଅନୁସାରେ ହେଇଛି ବୋଲି, ଆସିଛି ଝଡ଼ ଆସିଛି ଝଞ୍ଜା ଆସିଛି, ମାତ୍ର ସେଟା ଏତେ ଦୂରକୁ ଯାଇନାହିଁ ଯେ ଆମ ଭିତରେ ମାନେ ସେ ଅଶାନ୍ତି ଗୁଡିକର ମାନେ ତମକୁ ଛାଡିଦେବି ବୋଲା ପରି ଏ ପ୍ରକାର ସିଚୁଏସନ ଆସିନାହିଁ। ପରମେଶ୍ୱର ସମ୍ଭାଳିଛନ୍ତି। ଯୋଉ ସମୟରେ ଆମେ ପ୍ରଭୁଙ୍କର ଇଚ୍ଛା ଅନୁସାରେ ଆମର ଯେକୌଣସି କାମ ମଧ୍ୟ କରିବା, ପ୍ରଭୁ ନିଶ୍ଚିନ୍ତ ଭାବରେ ଆମମାନଙ୍କର ସାହାଯ୍ୟ କରିବେ। ସେ ଆମମାନଙ୍କୁ ସେ ଠିକ ବାଟରେ କଢେଇ ନେବେ। ଅନେକ ସମୟରେ ଆମେ ସୁନ୍ଦରତାକୁ ଦେଖି ଏତେ ସରଳ, ବାହା କି ସୁନ୍ଦର ଅଛି, କେତେ ହ୍ୟାଣ୍ଡସମ ଅଛି, କି ବ୍ୟୁଟିଫୁଲ ଅଛି, ଆକୁ ଆକା ହେଲେ ଭଲ ହେବ ବୋଲି ଆମେ ଅନେକ ସମୟରେ ଏ ପ୍ରକାର ନିଷ୍ପତ୍ତି ଗୁଡିକ ନେଇଯାଏ। ଆମେ ଅନେକ ସମୟରେ ବିଭିନ୍ନ ପ୍ରକାର ସମସ୍ୟାଗ୍ରସ୍ତ ହେଇଥାଉ। ତେଣୁ ଆମର ସୁବିବେଚନାରେ ଆମେ ଆଉଜି ପଡିବା ନାହିଁ। ପ୍ରଭୁଙ୍କୁ ଆମେ ପଚାରିବା, ପ୍ରଭୁ ମୁଁ ଏ ଯୋଉ କାମ କରିବାକୁ ଚାହୁଁଛି, ଏଟା ତୁମ ଦୃଷ୍ଟିରେ କଣ ଠିକ କି ପ୍ରଭୁ? ସେ ନିଶ୍ଚିନ୍ତ ଭାବରେ ସାହାଯ୍ୟ କରିବେ। ପ୍ରାର୍ଥନା କରନ୍ତୁ। ଯୋଉ ସମୟରେ ଆମ ପୁଅ ଝିଅ ମାନଙ୍କର ବିବାହ ପ୍ରସ୍ତାବକୁ ଆମେ ଯିବା ପାଇଁ ଚାହୁଁଛୁ, ସେ ସମୟରେ ହୁଏତ ଉପବାସ ନେଇ ମଧ୍ୟ ପରମେଶ୍ୱରଙ୍କର ନିକଟବର୍ତ୍ତୀ ହୁଅନ୍ତୁ, ପ୍ରାର୍ଥନା କରନ୍ତୁ। ମୁଁ କହୁନାହିଁ ଯେ ପ୍ରଭୁଙ୍କର ଇଚ୍ଛାରେ ବାହା ହେଲେ ସେ ଘରେ କେବେ ଅଶାନ୍ତି ଆଇବ ନାହିଁ, ଝଡ଼ ଆଇବ ନାହିଁ, ତୋଫାନ ଆସିବ। ପ୍ରତ୍ୟେକ ସମୁଦ୍ରରେ ତୋଫାନ ଆସେ, ମାତ୍ର ଯେଉଁ ସମୁଦ୍ର ମଧ୍ୟରେ ଯୀଶୁ ଥାନ୍ତି, ସେ ତୋଫାନକୁ ମଧ୍ୟ ସେ ଶାନ୍ତ କରିନେବେ। ପରମେଶ୍ୱରଙ୍କର ଇଚ୍ଛା ଅନୁସାରେ ହେଇଥିଲା ବିବାହ ଘରେ ମଧ୍ୟ ତୋଫାନ ଆସେ, ମାତ୍ର ସେ ତୋଫାନକୁ ଶାନ୍ତ କରିବା ପାଇଁ ଯୀଶୁ ଆମ ସହିତ ରୁହନ୍ତି। ଆମେ ଯାହା ବି କରୁ ପ୍ରିୟ ଭଉଣୀ ମାନେ, ଆମର ସୁବିବେଚନାରେ ଆମେ ଆଉଜି ନ ପଡୁ। କାରଣ ଆମର ସୁବିବେଚନାରେ, ଆମର ଇଚ୍ଛାରେ, ଆମର ଦୃଷ୍ଟିରେ ଯଦି ଯାହା ଠିକ ଆମେ ତାହା କରିଥିବା, ହୁଏତ ତାହା ମୃତ୍ୟୁ ଆଡକୁ ନେଇଯାଇପାରେ। କାରଣ ଆମ ଦୃଷ୍ଟି, ଆମର ଦେଖିବାଟା ମାନେ ଦେଖିବାର ଆମର କଣ କୁହନ୍ତି ସୀମା ବହୁତ ଅଳ୍ପ, କିନ୍ତୁ ପରମେଶ୍ୱର ଆମ ସୀମା ବାହାରେ ସେ ଦେଖନ୍ତି। ସେ ଭବିଷ୍ୟତକୁ ଦେଖିବା ପରମେଶ୍ୱର, ସେ ଆମମାନଙ୍କର ଭବିଷ୍ୟତକୁ ଉତ୍ତମ ରୂପେ ତିଆରି କରିବେ। ତେଣୁ ଆମେ ତାଙ୍କର ପରାମର୍ଶ ନେଉ, ତାଙ୍କୁ ଆମେ ପ୍ରତ୍ୟେକ କ୍ଷେତ୍ରରେ ଆମେ ପଚାରୁ। ଦେଖନ୍ତୁ ଝିଅ ଗୋଟେ ଭୁଲ କରୁଛନ୍ତି। ଆମେ ଗତ ବାଇବଲ ଷ୍ଟଡିରେ ଆମେ ଦେଖୁଥିଲୁ, ଝିଅ 9:14 ତହିଁରେ ଇସ୍ରାଏଲ ଲୋକମାନେ ସେମାନଙ୍କ ପାଥେୟ ଦ୍ରବ୍ୟ ଗ୍ରହଣ କଲେ, ଆଉ ସଦାପ୍ରଭୁଙ୍କ ମୁଖରୁ ପରାମର୍ଶ ଲୋଡ଼ିଲେ ନାହିଁ।
ଏମାନେ ଆହୁରି ଏବେ ପରାମର୍ଶ ଲୋଢୁ ନାହାନ୍ତି। ଯୋଉ ସମୟରେ ଗିବିଅନ ଆସୁଛନ୍ତି ଦେଖିଲେ ଅୟନଗର ଆଉ ଜିରିହ ପ୍ରାଚୀରକୁ ଏମାନେ ଯୋଉ ଜିରିହ ନଗର ଆଉ ଅୟନଗରକୁ ଯେ ପ୍ରକାର ଭାବରେ ଏମାନେ ପରାଜୟ କରିଛନ୍ତି ସେଟା ଦେଖିକିନା ଏ ଲୋକମାନେ ଡରିକିନା ଗୋଟେ ଟ୍ରାପ୍ କରୁଛନ୍ତି ଏମାନଙ୍କ ସହିତ ଆମେ କେମିତି ମିଶିବା ବୋଲି କିଛି କିଛି ଖାଇବା ପଦାର୍ଥ ଜିନିଷ ଗୁଡିକ ଆଣି ଏମାନଙ୍କ ସହିତ ନିୟମ କରିବା ପାଇଁ ଏମାନେ ଆସିଛନ୍ତି, ବନ୍ଧୁ ବାନ୍ଧିବା ପାଇଁ ଆସିଛନ୍ତି। ଜିଓସୁଏ ବହୁତ ବଡ ଭିକ୍ଟ୍ରି ପାଇଛନ୍ତି, ଅୟନଗରକୁ ଜୟ କରିଦେଇଛନ୍ତି, ଜିରିହକୁ ମଧ୍ୟ ଜୟ କରିଦେଇଛନ୍ତି। ଆମେ ଅନେକ ସମୟରେ ବିଭିନ୍ନ ପ୍ରକାର ସଫଳତା ପାଇଲେ ଆମେ ଭାବ ବିବଳ ହେଇଯାଉ। ଏବେ ଆଉ ମତେ କାହାର ପରାମର୍ଶ ଦରକାର ନାହିଁ, କାହାର ଜ୍ଞାନ ଦରକାର ନାହିଁ, ମୁଁ ନିଜେ କରିପାରିବି। ଏ ସ୍ଥାନରେ ମଧ୍ୟ ଜିଓସୁଆ ପରମେଶ୍ୱରଙ୍କର ଆଜ୍ଞା ଅନୁସାରେ ଚାଲି 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 ଆସୁଛନ୍ତି। ମାତ୍ର ଯୋଉ ସମୟରେ ଏ ବିଜାତି ଲୋକମାନେ ଆସୁଛନ୍ତି ଏମାନଙ୍କର ସହିତ ଏମାନେ ନିୟମ ବାନ୍ଧୁଛନ୍ତି, ବନ୍ଧୁ ବାନ୍ଧୁଛନ୍ତି। ଆମର କୋରାପୁଟିଆ ଭାଷାରେ କହିବାକୁ ଗଲେ ସନ୍ଧି ହେଉଛନ୍ତି। ଏମାନେ ସନ୍ଧି ବାନ୍ଧିକିନା ଏମାନେ ଅଛନ୍ତି। ମାତ୍ର ପରମେଶ୍ୱରଙ୍କର ପରାମର୍ଶ ଆହୁରି ଲୋଢିଲେ ନାହିଁ ବୋଲି ଲେଖା ହେଇଛି। ପ୍ରଭୁ ତୁମର ପରାମର୍ଶ ଆହୁରି ଆମକୁ ଦରକାର ନାହିଁ। ଏବେ ଆମେ ଭିକ୍ଟ୍ରି ପାଇଗଲୁ, ଏବେ ଆମେ ବିଜୟ ପାଇଗଲୁ, ଏବେ ଆମେ ସଫଳତା ପାଇଗଲୁ। ତୁମେ ଆଉ ଏବେ ଆମକୁ ଦରକାର ନାହିଁ। ସେମାନେ ପଚାରୁନାହାନ୍ତି ପରମେଶ୍ୱରଙ୍କୁ ଯାଇକିନା। ପ୍ରଭୁଙ୍କ ଦାସ ବହୁତ ସୁନ୍ଦର ଭାବରେ କହୁଥିଲେ ଶୈତାନର ଦୁଇଟା ରୂପ ଅଛି, ଗୋଟେ ସିଂହ ରୂପ ଆଉ ଗୋଟେ ସର୍ପ ରୂପ। ସିଂହ ରୂପ ହେଲେ ଆମେ ସାଙ୍ଗେ ସାଙ୍ଗେ ଚିହ୍ନିଦେବା। ଯଦି ସିଂହ ଭାବରେ ଶୈତାନ ହବାଙ୍କ ପାଖରେ ଆସିଥିଲେ ହବା ତାକୁ ଛିନି ଦେଇଥାନ୍ତେ ଆଉ ସେ ତାଙ୍କର ସେ ଚାତୁରତା ପଡି ନଥାନ୍ତେ। ମାତ୍ର ସର୍ପ ଭାବରେ ଆସି ଧୀରେ ପଶିକିନା ଆଗ ଏ କି ସତ୍ୟ ବୋଲି ପୁରା ମନଲୋଭା କଥା କହିବାରୁ ତାଙ୍କୁ ଏତେ ଖୁସି ଲାଗିଲା, କାନକୁ ମଧୁର ଲାଗିଲା। ଯାହା ହଉ ମୋ ସପୋର୍ଟରେ ଆକା କହୁଛି ବୋଲି ସାପ ସହିତ ହବା ହାତ ମିଶେଇ ଦଉଛନ୍ତି। ପ୍ରିୟ ଭଉଣୀ ମାନେ, ଠିକ ସେଇ ସର୍ପ ରୂପରେ ଗିବିଅନ ଆସି ଇସ୍ରାଏଲ ଲୋକମାନଙ୍କର ସହିତ ନିୟମ ବାନ୍ଧୁଛନ୍ତି। ପରମେଶ୍ୱର କହିଛନ୍ତି ଯେ ବିଜାତି ମାନଙ୍କର ସହିତ ତୁମର କିଛି ଲେନା ଦେନା ନାହିଁ, ସେମାନଙ୍କର ସହିତ ତୁମର ବସ୍ ଉଠ ଫେଲୋସିପ କରିବାର ନାହିଁ। ମାତ୍ର ଏମାନେ କଣ କରୁଛନ୍ତି? ପରମେଶ୍ୱରଙ୍କ ସହିତ ବସା ଉଠା କରୁଛନ୍ତି। ଅନେକ ସମୟରେ ଆମେ ମଧ୍ୟ ବିଜାତି ମାନଙ୍କର ସହିତ ଆମମାନଙ୍କର ଫେଲୋସିପ କୁ ଏ ପ୍ରକାର କରିଦେଇଥାଉ ଯେ ସେମାନଙ୍କର କିଛି ପର୍ବପର୍ବାଣୀ କିଛି ଫଙ୍କସନ ହେଲା ସେମାନେ ଡାକିଲେ ଆମେ ମନା କରିପାରିବୁ ନାହିଁ, କାହିଁକି ନା ଆମେ ସେମିତି ବନ୍ଧୁ ବାନ୍ଧି ଦେଇଥିବୁ ସେମାନଙ୍କର ସହିତ। ତେଣୁ ମୁଁ ମୋର ପିଲାମାନଙ୍କୁ କହିଛି କାର ବାର୍ଥଡେ କୁ ଯିବା ଦରକାର ନାହିଁ, କି ବିଜାତି ସାଙ୍ଗକୁ ଆମ ଘରକୁ ମଧ୍ୟ ଡାକିବା ଦରକାର ନାହିଁ। କାରଣ ସେ ସବୁ ଦ୍ଵାରା ବିଭିନ୍ନ ପ୍ରକାର ବିଷୟ ଗୁଡିକ ଆମମାନେ ଆଣିଥାଉ। କାରଣ ଆମର ପରମେଶ୍ୱର ଚାହାନ୍ତି ନାହିଁ ଯେ ଆମେ ଅନ୍ୟମାନଙ୍କର ସହିତ ଆମମାନଙ୍କର ବ୍ୟକ୍ତିଗତ ସମ୍ପର୍କକୁ ଏ ପ୍ରକାର ବିଲ୍ଡଅପ୍ କରୁ ଯୋଉମାନେ କି ଆମମାନଙ୍କର ଫେଲୋସିପ ରେ ନାହାନ୍ତି। ଆମେ ଅନେକ ସମୟରେ ତାହା କରିବା ଦ୍ଵାରା ବିଭିନ୍ନ ପ୍ରକାର ଅଭିଶାପ ଗୁଡିକ ଆମମାନଙ୍କ ଜୀବନକୁ ଆଣିଥାଉ। ବିଭିନ୍ନ ପ୍ରକାର ଦେଖିବେ ପିଲାମାନେ ଯୋଉ ସମୟରେ ବର୍ଥଡେ ପାର୍ଟିକୁ ଯାଇ ଆସିଥିବେ ସେମାନଙ୍କର ହାବ ଭାବ ଟିକେ ଚେଞ୍ଜ ହେଇଥିବ। ଥରେ ମୋ ଝିଅ ଯାଇଥିଲା, ଲେଟ୍ ନାଇଟ୍ ହେଇଗଲା, 9ଟା ଅଧେ ଏମିତି ହେଲା ଫେରିଲା ବେଳକୁ। ମୁଁ କହିଲି ଏଟା ଲାଷ୍ଟ, ଆଉ ଯିବୁନି। ତାପରେ ଦେଖିଲି ତାର ମାନେ କଥାବାର୍ତ୍ତା ବ୍ୟବହାର ଟିକେ ଚେଞ୍ଜ ଚେଞ୍ଜ ଲାଗଲା। ତାପରେ ମୁଁ ପ୍ରାର୍ଥନା କଲି, ନାଇଁ ପ୍ରଭୁ, ଆଉ ସେ ସମୟରେ ହିଁ ପ୍ରଭୁ ମତେ କଥା କହିଲେ କୋଉ ଜାଗାରେ ପିଲାମାନଙ୍କୁ ଛାଡିବାର ଅଛି, କୋଉ ଜାଗାରେ ଛାଡିବାର ନାହିଁ ତମେ ଜାଣ। ତ ଆମେ ଅନେକ ସମୟରେ ମନ ଇଚ୍ଛା ଲୋକମାନଙ୍କର ସହିତ ଆମେ ବନ୍ଧୁ ବାନ୍ଧୁ। ଠିକ ଅଛି, ପିଲାମାନେ ସ୍କୁଲ କୁ ଯିବେ, ସ୍କୁଲରେ ସାଙ୍ଗ ହେଲେ ଆସିଲେ, ମାତ୍ର ଫେଲୋସିପ ସେମାନଙ୍କର ସହିତ କରିବା କଥା ନାହିଁ, ସହଭାଗିତା ସେମାନଙ୍କର ସହିତ କରିବା କଥା। ଆମେ ଯିବୁ ସେମାନେ ଆସିବେ, ଏ ପ୍ରକାର ବିଷୟ ଗୁଡିକ ଠାରୁ ଆମର ପିଲାମାନଙ୍କୁ ମଧ୍ୟ ଆମେ ଦୂର ରଖିବାର ଅଛି। ଆଉ ଆମେ ମଧ୍ୟ କାହା ସହିତ ଆମେ ବେଶୀ କ୍ଲୋଜ ହଉଛୁ, କଣ କରୁଛୁ, ଏସବୁ ବିଷୟ ପ୍ରତି ଆମେ ମଧ୍ୟ ଜାଗ୍ରତ ହେବା। ଆଉ କିଛି ଗୋଟେ ଭିକ୍ଟ୍ରି କିଛି ଗୋଟେ ସଫଳତା ପାଇଲା ପରେ ଅନେକ ସମୟରେ ଆମେ ଭୁଲ କରି ବସୁ। ଦେଖନ୍ତୁ, ଯୋଉ ସମୟରେ ଆମମାନଙ୍କର ଜାହାଜରୁ ଲୋଟ ବାହାରିଲେ ସେ ସମୟରେ ତାଙ୍କର ବହୁତ ଦ୍ରାକ୍ଷାଲତା ହେଲା। ସେ ହେଲା ତ ଦ୍ରାକ୍ଷା ଫଳ ହେଲା। ଦ୍ରାକ୍ଷା ଫଳ ଖାଇସାରିଲା ପରେ
ମାନେ ଚାଷ ଅମଳ କରି ସାରିଲା ପରେ ସେ ଏତେ ପରିମାଣରେ ମାତାଲ ହେଇକିନା ପଡି ଯାଇଛନ୍ତି, ଉଲଙ୍ଗ ଅବସ୍ଥାରେ ପଡିଛନ୍ତି। କେତେବେଳେ ହଉଛି, ଯୋଉ ସମୟରେ ସେ ଡଙ୍ଗା ତିଆରି କରୁଥିଲେ ସେତେବେଳେ ହଉନାହାନ୍ତି, ମାତ୍ର ଡଙ୍ଗାରୁ ବାହାରିଲା ପରେ, ଗୋଟେ ବିଜୟ ଆଇଲା ପରେ, ଜଳପ୍ଲାବନରୁ ରକ୍ଷା ପାଇଲା ପରେ ସେ ପାପରେ ପଡି ଯାଉଛନ୍ତି। ଆ- ଆମ ଜୀବନରେ ମଧ୍ୟ ଯୋଉ ସମୟରେ କିଛି ଆମେ ସଫଳତା ଲାଭ କରୁ, କିଛି ଗୋଟେ, ଯୋଉ ସମୟରେ ଏବେ ଦେଖନ୍ତୁ ଆମେ ମାନେ ୟୁଟ୍ୟୁବରେ ପ୍ରଚାର କରୁଛୁ, ଯାଉଛି ଅନେକ ମେସେଜ ଗୁଡିକ, ଯୋଉ ସମୟରେ ଲୋକମାନେ, ଅନେକ ଲୋକ ଫୋନ କରି କହୁଛନ୍ତି ବହୁତ ବଢିଆ ମେସେଜ ଦଉଛନ୍ତି, ଆଉ ବହୁତ ବଢିଆ ପ୍ରଭୁ ଆପଣଙ୍କୁ ବ୍ୟବହାର କରୁଛନ୍ତି ବୋଲି ଆମେ ବେଶୀ ଫୁଲି ଗଲେ ଅନେକ ସମୟରେ ଆମେ ପଡି ଯାଇ ହେବ। ସେଥିପାଇଁ ନିଜକୁ ପ୍ରତ୍ୟେକ ସମୟରେ ନମ୍ର କରି ମୁହଁକୁ ତଳେ ଧୂଳିରେ ପୋତିକିନା ରହିବାର ଆବଶ୍ୟକତା ରହିଛି। ପ୍ରଭୁଙ୍କୁ ମାନେ ଯୋଉ ସମୟରେ ଆସେ ସେ ସବୁ ପ୍ରକାର ପ୍ରଲୋଭନ ଗୁଡିକ, ସେ ସମୟରେ ଆମେ ପ୍ରାର୍ଥନା କରିବାର ଅଛି। ବହୁତ ଭଲ ଲାଗେ ଯୋଉ ସମୟରେ ଲୋକ ଆମମାନଙ୍କୁ ପ୍ରଶଂସା କରନ୍ତି, ଟିକେ ଟେକନ୍ତି ବୋଲେ ବହୁତ ବଢିଆ ଲାଗେ। ମାତ୍ର ଏତିକି ମନେ ରଖୁ, ହୁଏତ ସେ ସବୁ ଦ୍ଵାରା ଆମେ କିଛି ଭୁଲ କରି ନ ବସୁ। ବିଜୟ ଆସିଲା ପରେ ଆମମାନଙ୍କ ଜୀବନରେ ଆମେ ଆମକୁ ଆହୁରି ନାଇଁ, ଏବେ ବିଜୟ, ଏବେ ମୁଁ ଏବେ ମତେ ସମସ୍ତେ ମୁଇଁ କେତେ ବଢିଆ ପ୍ରଚାର କରୁଛି, ପ୍ରଭୁ ତମକୁ ଆରେ ମତେ ପଚାରବା ଦରକାର ନାହିଁ, ମୁଁ ଗୋଟେ ନର୍ସ, ମୋର ଜ୍ଞାନରେ ବୁଦ୍ଧିରେ ମୁଁ ଗୋଟେ ତିଆରି କରିଦେବି, ପ୍ରଚାର କରିବି। ହଁ, ପ୍ରଚାର କରିପାରିବ, ସେଠି ଜ୍ଞାନ ଆକା ଭର୍ତ୍ତି ଥିବ, କାର ଜୀବନ ମଧ୍ୟ ପରିବର୍ତ୍ତନ ହେବ ନାହିଁ। ଯୋଉ ସମୟରେ ସେବା କାର୍ଯ୍ୟ ଆରମ୍ଭ ହୁଏ, ଏତେ ସମର୍ପଣର ସହିତ ପ୍ରଭୁଙ୍କର ଦାସୀ ମାନେ ସେବା କାର୍ଯ୍ୟକୁ ଆରମ୍ଭ କରନ୍ତି। ମାତ୍ର ଧୀରେ ଧୀରେ ଯୋଉ ସମୟରେ ସେମାନେ ଲୋକପ୍ରିୟତା ହାସଲ କରନ୍ତି, ଲୋକମାନେ ଦି ଚାରିଟା ପ୍ରଶଂସା କରିଦେବେ, କୋଉ ଜାଗାରେ ଟିକେ ନେଇ ଫୁଲ ମାଳ କି କିଛି ଶାଲ ଗୁଡେଇ ଦେଲେ, ଆଉ ପରମେଶ୍ୱରଙ୍କୁ ପଚାରନ୍ତି ନାହିଁ। ଆଗେ ନୂଆ ନୂଆରେ ଆରମ୍ଭ କରିବା ସମୟରେ ଉପବାସର ସହିତ, ପ୍ରାର୍ଥନାର ସହିତ, ପ୍ରଭୁ ମୁଁ କଣ କହିବି, ତୁମ ଲୋକମାନଙ୍କ ପାଇଁ କଣ ଦରକାର ତୁମେ କୁହ। ଏବେ ଆହୁରି ପରମେଶ୍ୱରଙ୍କୁ ପଚାରୁନାହାନ୍ତି। ସେମ୍ ଭୁଲ ଝିଅ କରିଛନ୍ତି। ପରମେଶ୍ୱରଙ୍କର ପରାମର୍ଶ ଆଉ ସେ ଲଢି ନାହାନ୍ତି। କିନ୍ତୁ ଆମେ ଯେତେ ଉପରକୁ ଯାଉ, ଆମେ ଯେକୌଣସି କ୍ଷେତ୍ରରେ ମଧ୍ୟ ଉପରକୁ ଉଠୁ, ଆମେ ପ୍ରତ୍ୟେକ ସମୟରେ ଆମର ପରମେଶ୍ୱରଙ୍କୁ ଆମେ ପଚାରିବାଟା କେବେ ମଧ୍ୟ ଭୁଲିବା ନାହିଁ। ପ୍ରିୟ ଭଉଣୀମାନେ, ପରମେଶ୍ୱରଙ୍କୁ ପ୍ରତ୍ୟେକ ସମୟରେ ଆମେ ତାଙ୍କର ନିକଟବର୍ତ୍ତୀ ହେଇ ତାଙ୍କୁ ପଚାରିବାର ଆବଶ୍ୟକତା। ପ୍ରଭୁ ମୁଁ କଣ କରିବି? ମୁଁ ଯେବେ ମଧ୍ୟ ସମ୍ମାନ ପ୍ରଚାର କରେ, ମୁଁ ଚେଷ୍ଟା କରେ ଉପବାସର ସହିତ ବାକ୍ୟକୁ ମାନେ ପ୍ରସ୍ତୁତ ହେବାକୁ ମୁଁ ଇଚ୍ଛା କରେ। କାରଣ ସେ କଥା ନ କହିବେ, ଏ ସ୍ଥାନରେ କଣ ଆମକୁ ଦେଖେଇବାର ଅଛି କି? ଆମକୁ ନାଇଁ, ଆମକୁ ଟିକେ ଦେଖନ୍ତୁ, ଆମେ ପ୍ରଚାର ନାଇଁ, ଗୋଟେ କାମ, ପ୍ରଭୁ ମୋର ଚର୍ଚ୍ଚର ଭଉଣୀ ମାନଙ୍କୁ କଣ ଆବଶ୍ୟକତା, ସେତିକି ଖାଲି ତୁମେ କହିଦିଅ ବାପା, ସେମାନଙ୍କୁ ଯେମିତି ଟିକେ ସାହାଯ୍ୟ କରିପାରିବେ, ସେତିକି। କଣ କହିଲେ ସେମାନଙ୍କର କିଛି ଉପକାର ହେଇପାରିବ, କଣ କହିଲେ ସେମାନେ ଆହୁରି ଟିକେ ପ୍ରଭୁଙ୍କର ନିକଟବର୍ତ୍ତୀ ହେବେ, ଏଟା ଗୋଟେ ଏକା। ଏଠି ଆସି କିଏ ଆମକୁ ହଟ୍ କରିଥିବ, କାହାକୁ ଦେଖାଇ ଦେଖାଇ ପଥର ମାରିବା ଉଦ୍ଦେଶ୍ୟରେ ନାହିଁ। ପ୍ରିୟ ଭଉଣୀ ମାନେ, ଗୋଟେ ପ୍ରାର୍ଥନା, ପ୍ରଭୁ ଯେ ପ୍ରକାର ସେମାନେ କିଛି ଉପକାର ପାଇବେ, ପ୍ରଭୁଙ୍କର ନିକଟବର୍ତ୍ତୀ ହେବେ, ସେହି ଗୋଟେ ପ୍ରାର୍ଥନା। ଆଉ ସେହି ବିଷୟ ହିଁ ପ୍ରତ୍ୟେକ ସମୟରେ ପ୍ରଭୁଙ୍କ ଜ୍ଞାନର ବାକ୍ୟ ଅନେକ କହିହେବ, ଗଦା ଗଦା ବାକ୍ୟ କହିହେବ, କିନ୍ତୁ ପରମେଶ୍ୱର ଚାହାନ୍ତି ଆମେ ତାଙ୍କୁ ପଚାରୁ, ପ୍ରଭୁ ଏ ସମୟ ପାଇଁ କୋଉ ବାକ୍ୟ ଆବଶ୍ୟକତା ରହିଛି, ମତେ ତୁମେ କୁହ, ଆଉ ସେ ବିଷୟ ହିଁ ମୁଁ କହିବି। ଏ ପ୍ରକାର ମନୋଭାବ ନେଇ ଆମେ ପ୍ରତ୍ୟେକ ସମୟରେ ବସୁ, ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେଉ। ପ୍ରିୟ ଭଉଣୀ ମାନେ, ଆଉ ଆମେ ପ୍ରତ୍ୟେକ ସମୟରେ ପରମେଶ୍ୱରଙ୍କର ପରାମର୍ଶ ହିଁ ନେବାର ଆବଶ୍ୟକତା ରହିଛି। ପରମେଶ୍ୱରଙ୍କ ଠାରୁ ଆମେ ପରାମର୍ଶ ନେଇ ଆମେ ପ୍ରତ୍ୟେକ ସମୟରେ ଆଗକୁ ବଢୁ। ପ୍ରଭୁ ଏହା ହିଁ ଆମମାନଙ୍କ ଠାରୁ ଚାହାନ୍ତି। ଦ୍ୱିତୀୟ ବଂଶାବଳୀ 20 1ରୁ 4 ଯାଇ ପଢିଯିବା। ଅନନ୍ତର ମୟାବ ସନ୍ତାନଗଣ ଓ ଅମନ ସନ୍ତାନଗଣ ଓ ସେମାନଙ୍କ ସଙ୍ଗେ ଅମନ୍ୟ କେତେକ ଲୋକ ଜିହୋଶାଫଟଙ୍କ ପ୍ରତିକୂଳରେ ଯୁଦ୍ଧ କରିବାକୁ ଆସିଲେ। ଏଥିରେ କେତେକ ଲୋକ ଜିହୋଶାଫଟଙ୍କୁ ସମ୍ବାଦ ଦେଇ କହିଲେ, ସମୁଦ୍ର ସେପାରିସ୍ଥିତ ଅରାମ ଦେଶରୁ ଏକ ମହାଜନତା ଆପଣଙ୍କ ପ୍ରତିକୂଳରେ ଆସୁଅଛନ୍ତି। ଆଉ ଦେଖନ୍ତୁ, ସେମାନେ ହର୍ଷ ଶସନ
ତାମରରେ ଅଛନ୍ତି। ଏହାକୁ ଐନଗଦୀ କହନ୍ତି। ତହିଁରେ ଯେହୋଶାଫାଟ ଭୀତ ହୋଇ ସଦାପ୍ରଭୁଙ୍କର ଅନ୍ୱେଷଣ କରିବାକୁ ପ୍ରବୃତ୍ତ ହେଲେ। ପୁଣି ଜିହୁଦାର ସର୍ବତ ଉପବାସ ଘୋଷଣା କରାଇଲେ। ଆଉ ଜିହୁଦାର ଲୋକମାନେ ସଦାପ୍ରଭୁଙ୍କର ସାହାଯ୍ୟ ମାଗିବା ପାଇଁ ଆପଣମାନଙ୍କୁ ଏକତ୍ର କଲେ। ସଦାପ୍ରଭୁଙ୍କର ଅନ୍ୱେଷଣ କରିବାକୁ ଜିହୁଦାର ସମୁଦାୟ ନଗରରୁ ଲୋକମାନେ ଆସିଲେ। ଏ ସ୍ଥାନରେ ଦେଖୁଛୁ ଯୋଉ ସମୟରେ ଜିହୋଶାଫାଟଙ୍କର ମାନେ ଯୁଦ୍ଧ ପାଇଁ ଚାରି କାନିରୁ ଆକ୍ରମଣ ହଉଛି। ମୋଆବ ମାନେ ଆକ୍ରମଣ କରୁଛନ୍ତି, ଅମନ ସନ୍ତାନ ମାନେ ଆକ୍ରମଣ କରୁଛନ୍ତି। ସମସ୍ତେ ଯୋଉ ସମୟରେ ଜିହୋଶାଫାଟଙ୍କର ପ୍ରତିକୂଳରେ ଯୁଦ୍ଧ କରିବାକୁ ଆସୁଛନ୍ତି, ଯୁଦ୍ଧ ଘୋଷଣା ହଉଛି, ସେ ସମୟରେ ଜିହୋଶାଫାଟ ତାଙ୍କର ସୈନ୍ୟ ଦଳକୁ ସେ ରେଡି କରୁନାହାନ୍ତି। ସେ ବାହିନୀ ଗଣର ସଦାପ୍ରଭୁ ସେଇ ଯୁଦ୍ଧ ବୀର ପରମେଶ୍ୱରଙ୍କ ନିକଟବର୍ତ୍ତୀ ସେ ହଉଛନ୍ତି। ସେ କହୁଛନ୍ତି ଯାଇକିନା, ପ୍ରଭୁ ଡରିଗଲେ, ଡର ଲାଗିବ ଯୋଉ ସମୟରେ ସମସ୍ୟା ଆସେ, ଦୁଃଖ ଆସେ, କଷ୍ଟ ଆସେ, ସେ ସମୟରେ ଡର ମଧ୍ୟ ଲାଗେ। ଏ ସ୍ଥାନରେ ଝିଅ ଭୟଭୀତ ହେଇକିନା ଯାଇ ସେ ସୈନ୍ୟ ମାନଙ୍କୁ କହୁନାହାନ୍ତି, ଯେତିକି ସୈନ୍ୟ ଅଛି ସେ କମାଣ୍ଡର ମାନଙ୍କୁ କହୁନାହାନ୍ତି କି ଆହୁରି ଅଧିକ ଅଧିକ ସୈନ୍ୟ ଶ୍ରେଣୀର ସୈନ୍ୟ ଗୁଡିକ ବଢାଅ, ନୂଆ ନୂଆ ଲୋକମାନଙ୍କୁ ଆପଏଣ୍ଟମେଣ୍ଟ ଦିଅ, ଏ ପ୍ରକାର ସେ କିଛି ଘୋଷଣା କରୁନାହାନ୍ତି। ନୂଆ ନୂଆ ଅସ୍ତ୍ରଶସ୍ତ୍ର ଗୁଡିକ ତିଆର, ଯେତିକି ଅସ୍ତ୍ରଶସ୍ତ୍ର ଅଛି ତାଠୁ ଆହୁରି ଅଧିକ ଅସ୍ତ୍ରଶସ୍ତ୍ର ଗୁଡିକ ଆଣ, ଯୁଦ୍ଧ ପାଇଁ ସବୁ ରେଡି କର। ଏସବୁ ବିଷୟ ସେ କହୁନାହାନ୍ତି। ଯୁଦ୍ଧ ସରଞ୍ଜାମ କି ସୈନ୍ୟ ମାନଙ୍କୁ ସେ ପ୍ରସ୍ତୁତ କରୁନାହାନ୍ତି। ସେ ଭୟଭୀତ ହେଇ, ବହୁତ ବଢିଆ ଲାଗିଲା, ସଦାପ୍ରଭୁଙ୍କର ଅନ୍ୱେଷଣ କରିବାକୁ ପ୍ରବୃତ୍ତ ହେଲେ। ପ୍ରିୟ ଭଉଣୀ ମାନେ, ଯୋଉ ସମୟରେ ଆମ ପରିବାରରେ ମଧ୍ୟ କିଛି ଏ ପ୍ରକାର ସମସ୍ୟା ଆସୁଛି, ଚାରି କାନିରୁ ସମସ୍ୟା ଗୁଡିକ ମାଡି ଆସିବା ସମୟରେ ଆମେ ପରମେଶ୍ୱରଙ୍କର ଅନ୍ୱେଷଣ କରିବାକୁ ଯିବା, ପ୍ରଭୁଙ୍କୁ ଖୋଜିବାକୁ ଯିବା, ପ୍ରଭୁଙ୍କୁ ପଚାରିବାକୁ ଯିବା। ଏ ବାପା କେମିତି କରିବେ, ଇଆଡୁ ସମସ୍ୟା ଆସୁଛି, ସିଆଡୁ ସମସ୍ୟା ଆସୁଛି, ସମସ୍ୟା ଉପରେ ସମସ୍ୟା, ଦେହ ଖରାପ ଉପରେ ଦେହ ଖରାପ ହଉଛି, ଅଭାବ ଉପରେ ଅଭାବ ହଉଛି। ସେ ସମୟରେ ଆପଣ କାହାର ଅନ୍ୱେଷଣ କରୁଛନ୍ତି, କାହାକୁ ଖୋଜୁଛନ୍ତି? ପରମେଶ୍ୱରଙ୍କୁ ଖୋଜନ୍ତୁ, ପରମେଶ୍ୱରଙ୍କର ଅନ୍ୱେଷଣ କରନ୍ତୁ। ଜିହୋଶାଫାଟ ମଧ୍ୟ ପରମେଶ୍ୱରଙ୍କର ଅନ୍ୱେଷଣ କରୁଛନ୍ତି, ପରମେଶ୍ୱରଙ୍କୁ ଖୋଜୁଛନ୍ତି। ସେ ଯୁଦ୍ଧ ପାଇଁ ସୈନ୍ୟ ପ୍ରସ୍ତୁତ କରୁନାହାନ୍ତି, ଯୁଦ୍ଧ ପାଇଁ ଯୁଦ୍ଧ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରୁନାହାନ୍ତି, ଯୁଦ୍ଧ ଅସ୍ତ୍ରଶସ୍ତ୍ର ଖୋଜିବାକୁ ଯାଉନାହାନ୍ତି, ସୈନ୍ୟ ନୂଆ ନୂଆ ସୈନ୍ୟ ମାନଙ୍କୁ ଖୋଜିବା ପାଇଁ ଯାଉନାହାନ୍ତି। ସେ ଯାଉଛନ୍ତି ପରମେଶ୍ୱରଙ୍କର ନିକଟରେ, ପରମେଶ୍ୱରଙ୍କୁ ଖୋଜିବା ପାଇଁ। ଯୋଉ ସମୟରେ ସେ ପରମେଶ୍ୱରଙ୍କୁ ଖୋଜିଛନ୍ତି, ଯୋଉ ସମୟରେ ସେ ପରମେଶ୍ୱରଙ୍କ ନିକଟବର୍ତ୍ତୀ ଅଛନ୍ତି, ସମସ୍ତଙ୍କୁ କହୁଛନ୍ତି ଉପବାସ ଘୋଷଣା କର। ଏବେ ଯୁଦ୍ଧ ଲଢବା ପାଇଁ ଯିବାର ଅଛି, ବଳ ଖାଇବୁ ନାହିଁ ବୋଲେ ଗୋଟେ ଦିନ ଫାଷ୍ଟିଂ ରେ ଆମେ କେମିତି ଯାଉଛୁ, ସନ୍ଧ୍ୟା ବେଳେ ଆମର ହାତ ଗୋଡ ଚାଲୁ ନାହିଁ। ଏ ସ୍ଥାନରେ ଜିହୋଶାଫାଟ ରାଜା ଉପବାସ ଘୋଷଣା କରୁଛନ୍ତି। ସମସ୍ତେ କଣ କର? ଉପବାସ କର, ଆଉ ସଦାପ୍ରଭୁଙ୍କର ଅନ୍ୱେଷଣ କର। ଜିହୁଦାର ସର୍ବତ୍ର ଉପବାସ ଘୋଷଣା କଲେ। ଆଉ ଯୋଉ ସମୟରେ ସେ ଉପବାସ ଘୋଷଣା କରୁଛନ୍ତି, କହିବା କଥା ନାଇଁ ସୈନ୍ୟମାନଙ୍କୁ ଆହୁରି ଅଧିକ ପୁଷ୍ଟିକର ଖାଦ୍ୟ ଗୁଡିକ ଦିଅ, ସେମାନେ ବଳବାନ ହେଲେ, ବଳ ପାଇଲେ ସେମାନେ ଲଢବା ପାଇଁ ଯିବେ, ମାତ୍ର ନାହିଁ। ସେ କହୁଛନ୍ତି ଉପବାସ ଘୋଷଣା କରି ପରମେଶ୍ୱରଙ୍କର ଅନ୍ୱେଷଣ କର, ସେ ଯାହା କହିବେ ତାହା କରିବେ। ଏ ସ୍ଥାନରେ ଜିହୋଶାଫାଟ ଯାଇକିନା ପରମେଶ୍ୱରଙ୍କୁ ପଚାରୁଛନ୍ତି, ଅମନୀୟ ମାନେ ଆସୁଛନ୍ତି ପ୍ରଭୁ, ମୋୟାବୀୟ ମାନେ ଆସୁଛନ୍ତି ମୋ ସହିତ ଲଢିବା ପାଇଁ, ମୁଁ କଣ କରିବି? ମୋ ପାଖରେ ବଳ ନାହିଁ, ମୋ ପାଖରେ ପାୱାର ନାହିଁ। ଆମେ ଅନ୍ୟ ବିଷୟ ଗୁଡିକ ନ ଖୋଜି ବୋଲୁ ପ୍ରିୟ ଭଉଣୀ ମାନେ, ପରମେଶ୍ୱରଙ୍କର ନିକଟବର୍ତ୍ତୀ ହଉ, ପରମେଶ୍ୱରଙ୍କୁ ଆମେ ଖୋଜୁ ପ୍ରତ୍ୟେକ ସମୟରେ। ଆଉ ପରମେଶ୍ୱରଙ୍କର କୁ ଆମେ ପଚାରୁ, ପ୍ରଭୁ ମୁଁ କଣ କରିବି? ଏ ସମସ୍ୟା ଦେଇ ମୁଁ ଯାଉଛି, ଏ ସମସ୍ୟା ମଧ୍ୟ ଦେଇ ଗତି କରୁଛି। ଏସା ଯୋଉ ସମୟରେ ପଚାରିଛନ୍ତି, ସେମାନଙ୍କୁ ଯୁଦ୍ଧ କରିବାକୁ ମଧ୍ୟ ପଡିଲା ନାହିଁ। 15 ପଦ ପଢନ୍ତୁ। ତହୁଁ ସେ କହିଲେ, ହେ ସମଗ୍ର ଜିହୁଦା ଓ ଜେରୁସାଲେମ ନିବାସୀଗଣ, ତୁମ୍ଭେମାନେ ଆଉ ହେ ମହାରାଜ ଯେହୋଶାଫାଟ, ତୁମ୍ଭେ ଶୁଣ। ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି କଥା କହନ୍ତି, ଏହି ମହାଜନତା ସକାଶୁ ତୁମ୍ଭେମାନେ ଭୟ ନ କର କି ନିରାଶ ନ ହୁଅ, କାରଣ ଏହି ଯୁଦ୍ଧ ତୁମ୍ଭମାନଙ୍କର ନୁହେଁ, ମାତ୍ର ପରମେଶ୍ୱରଙ୍କର।
परमेश्वर को जो समय पचारवा से परमेश्वर ए प्रकार ही उत्तर दियंती। से कहती ए समस्या सहित जो लड़ुचे रे माँ, ए समस्या तोर नहीं, ए समस्या मोर। ए युद्ध कହାର? मोहर युद्ध अटे। तोते व्यस्त हेबार नहीं, आमे निराश हेबार नहीं कि हताश हेबार नहीं। परमेश्वर निकटरे आम मानकर समस्त समस्या को रखी पचार, प्रभु ए समस्या दे मु गति करुछि, ए परिस्थिति दे मु गति करुछि, मु कौन करिबि? से समय रे से कहबे, समस्त को से कहि, से जियो सापट को कहितले, से आज आपण को मध्य कहबे, मते मध्य कहबे, माँ रे झियो रे निराश है ना, हताश है ना, जो समस्या दे तू गति करुଛୁ से समस्या मोर अटे। से समस्या को मु डील करबी, तते किछि डील करबा दरकार नहीं। आमर परमेश्वर से प्रकार परमेश्वर से निजे तांकर आमर समस्या को डील करिवे। काहेकि आमे निजे निजे अनेक समय आमे करिकि ना आमे हताश हो जाउछु, निराश हो जाउछु। मात्र जो समय आमे परमेश्वर को पचारिबा, परमेश्वर को निकट को आमर समस्या गुडिक को नहीं कि ना जिबा, से समय से गोटे कथा, जो कथा जियो सपोर्ट को कहितले से कथा आज मते मध्य से कहिबे। तो जो समस्या सहित लढुछु सेटा मते देते, मु तार सहित डील करबे। आ जियो सापनकर देखंतु चारि कानीरु आसुचंती सैन्य माने युद्ध करबा पई, शत्रु माने आसुचंती। से समय रे जाई किना पचारबारु तुमे निराश हो नै, हताश हो नै, युद्ध मोहर। केते बढ़िया लागबो ना? किए गोटे बड़ लोक आसी टिके हमको को मंत्री गोटे कहिदेबे कि मु तुमर सहित अछि, तुमर समस्या मुई बुझवा पे अछि बेला हमको एते हाय लागबो के। मात्र स्वर्गर परमेश्वर से এই କଥା କହନ୍ତି। ତୁ ଯୋଉ ସମସ୍ୟା ସହିତ ଲଢୁଛୁ, ଆଜି ଆମେ ବିଭିନ୍ନ ପ୍ରକାର ସମସ୍ୟା ସହିତ ଲଢୁଛୁ। ଅନେକ ଜଣ ଆମମାନଙ୍କର ଦୁର୍ବଳତା ଗୁଡିକ ସହିତ ଆମେ ଲଢୁଛୁ। ବିଭିନ୍ନ ପ୍ରକାର ପାପ ମାନେ ଯୋଉ ବିଷୟ ଗୁଡିକ କରିବା କଥା ନାହିଁ ଆମର ଦେଇ ହେଇଯାଉଛି। ଆର ଯୋଉ ସମୟରେ ଆମେ ପ୍ରଭୁଙ୍କ ନିକଟକୁ ଯିବା, ପ୍ରଭୁ ହ୍ୱାଟ ସାଲ୍ ଆଇ ଡୁ, ମୁଁ କଣ କରିବି ପ୍ରଭୁ? ସେ ସମୟରେ ସେ କହିବେ ତୁ ଏହା କରେ। ତୋର ବଳରେ, ତୋର ଶକ୍ତିରେ, ତୋର ସାମର୍ଥ୍ୟରେ ତୁ କରିପାରିବୁ ନାହିଁ, ମୁଁ କରିବି। ଆଉ ସେ ନିଶ୍ଚିନ୍ତ ରୂପେ କରିବି। ଯଦି କିଛି ସମସ୍ୟା ମଧ୍ୟ ଦେଇ ଆପଣ ଯାଉଛନ୍ତି, କିଛି ଦୁର୍ବଳତାକୁ ନେଇ, କିଛି ପାପରେ ଆପଣ ବାରମ୍ବାର 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 ପଡୁଛନ୍ତି, ତାହେଲେ ପ୍ରଭୁଙ୍କୁ କୁହନ୍ତୁ, ସେ ଆପଣଙ୍କର ସେ ପାପ ସହିତ ସେ ଡିଲ୍ କରିବେ ଆଉ ସେଥିରୁ ସେ ବାହାର କରିବେ। ମୋବାଇଲ ରୁ ଡିଲିଟ କରିଦେବି ବୋଲେ ବି ହେବ ନାହିଁ। ଆଉ ଥରେ ସେ ଡିଲିଟ କଲାଟା ଗୁଡିକ ଆସେ। ଫେସବୁକ୍ ମୁଁ ଆରେ ସ୍କ୍ରଲ କରିବି ନାହିଁ, କାହା ସହିତ ମୁଁ ଚାଟ୍ କରିବି ନାହିଁ, ଏଟା ହୁଏ, ବାରମ୍ବାର ହୁଏ। ମାତ୍ର ଯୋଉ ସମୟରେ ପ୍ରଭୁଙ୍କ ନିକଟରେ ଆମେ ବାରମ୍ବାର ଯାଇ ପଚାରୁ, ପ୍ରଭୁ ମୁଁ ପାରୁନାହିଁ, ମତେ ବାହାର କର, ସେ କହିବେ ମତେ ଦେଇଦେ, ମୁଁ ତୋର ସେ ସବୁ ସମସ୍ୟା ସହିତ ଡିଲ୍ କରିବି। ମୁଁ ମଧ୍ୟ ଅନେକ ବିଷୟରେ ଏବେ ମଧ୍ୟ ପଢେ, ମାତ୍ର ମୁଁ ପଢିକିନା ରୁହେ ନାହିଁ। ମୁଁ ସାଙ୍ଗେ ସାଙ୍ଗେ ଉଠେ ଆଉ ପ୍ରଭୁ ମୁଁ କଣ କରିବି ମତେ କୁହନ୍ତୁ। ଆଉ ସେ ସମୟରେ ନିଶ୍ଚିତ ଭାବରେ ମତେ କଥା କହିବେ। ଯୋଉ ସମୟରେ ମୁଁ ମୋର ଦୁର୍ବଳତା ଗୁଡିକକୁ ମୁଁ ପଢି ଯାଇଥାଏ, ମୁଁ ପ୍ରାର୍ଥନା କରେ, ପ୍ରଭୁ ମୁଁ ପଢିଗଲି, ମୁଁ ପଢିବା ପାଇଁ ଚାହୁଁନାହିଁ, ସେ ସମୟରେ ତାଙ୍କର ଦାସ ମାନଙ୍କ ଦେଇ ମତେ ସେ କଥା କୁହନ୍ତି। ୟୁଟ୍ୟୁବରେ ବାକ୍ୟ ଶୁଣୁ ଶୁଣୁ ସେ କଥା କୁହନ୍ତି, ଚର୍ଚ୍ଚରେ ଗଲେ ସେ ମତେ କଥା କୁହନ୍ତି। ମତେ ବହୁତ ଆନନ୍ଦ ଲାଗେ ଯେ ମୋର ବାପା ଏବେ ମଧ୍ୟ ମୋ ସହିତ ଅଛନ୍ତି ଆଉ ସେ ମତେ କଥା କହୁଛନ୍ତି। ଏ ପ୍ରକାର ମନୋଭାବ ନେଇ ଆମେ ପ୍ରତ୍ୟେକ ସମୟରେ ରହୁ। ବାର ବାର ଯୋଉଟା ଆମେ କରିବା ପାଇଁ ଚାହୁଁନ, ଅନେକ ସମୟରେ ଆମକୁ ଅନ୍ୟମାନଙ୍କ ବିରୁଦ୍ଧରେ କହିବା ପାଇଁ ଇଚ୍ଛା ନଥାଏ, କିନ୍ତୁ ଆମର ଭିତରେ ସେଟା ଗୋଟେ ଏମିତି ହେଇଯାଇଛି ଯେ ନ କହିଲେ ଆମର ଖାଇବାଟା ହଜମ ହୁଏ ନାହିଁ। ମାତ୍ର କହିଦଉ, କହିଦେଲା ପରେ ଛି କାହିଁକି କହିଲି, କହିବାର ନଥିଲା ବୋଲୁ ସେ ସମୟରେ ଆମେ କହିବୁ, ପ୍ରଭୁ ମୁଁ ବାର 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 ଗୋଟେ ପାପ ଆଗ କରି ଲାଗୁଛି, ତୁମେ ଟିକେ ମତେ ସାହାଯ୍ୟ କଲେ ହେବ ନାହିଁ କି? ସେ ନିଶ୍ଚିତ ଭାବରେ ସାହାଯ୍ୟ କରିବେ ଆଉ ସେଥିରୁ ବାହାରିବା ପାଇଁ ମଧ୍ୟ ସେ ଆମମାନଙ୍କୁ ସାହାଯ୍ୟ କରିବେ। ଦେଖନ୍ତୁ ଯୋଉ ସମୟରେ ଏମାନେ ଯାଇଛନ୍ତି, ଏମାନଙ୍କୁ ଆହୁରି ଯୁଦ୍ଧ କରିବା ପାଇଁ ମଧ୍ୟ ପଡିଲା ନାହିଁ। 17 ପଦ ମୁଁ ପଢୁଛି, ଏ ଯୁଦ୍ଧରେ ଯୁଦ୍ଧ କରିବାକୁ ତୁମ୍ଭମାନଙ୍କର ଆଉ ଆବଶ୍ୟକ ହେବ ନାହିଁ। ଆହୁରି ଯୁଦ୍ଧ କରିବା ଦରକାର ନାହିଁ। ତେବେ କଣ କରିବୁ ପ୍ରଭୁ? ଆମେ ବିଚାରକର୍ତ୍ତା 1 ଟିକେ ପଢିବା। ଜିହୋଶୁଆଙ୍କର ମୃତ୍ୟୁ ଉତ୍ତରେ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କୁ ପଚାରିଲେ, କିଣାନିୟ ମାନଙ୍କ ପ୍ରତିକୂଳରେ ଆମ୍ଭମାନଙ୍କ ପାଇଁ ଯୁଦ୍ଧ କରିବାକୁ କିଏ ପ୍ରଥମେ ଯିବ? 2। ତୁ ସଦାପ୍ରଭୁ କହିଲେ, ଜିହୁଦା ଯିବ। ଦେଖ, ଆମ୍ଭେ ତାହା ହସ୍ତରେ ସେହି ଦେଶ ସମର୍ପଣ କରିଅଛୁ।
ଯେତେବେଳେ ଝିଅଙ୍କର ମୃତ୍ୟୁ ହେଇଯାଇଛି, ଇସ୍ରାଏଲ ଲୋକମାନେ ପଚାରୁଛନ୍ତି କି ଏ ଯୁଦ୍ଧ ଯୋଉ ସମୟରେ ଆମମାନଙ୍କ ନିକଟରେ କିଣାନୀୟ ମାନେ ଆମମାନଙ୍କର ପ୍ରତିକୂଳରେ ଯୁଦ୍ଧ କରିବାକୁ ଆସୁଛନ୍ତି, ଆମେ କାହାକୁ ଫାଷ୍ଟ ପଠେଇବୁ? ପରମେଶ୍ୱର କହୁଛନ୍ତି ଜିହୁଦାକୁ ପଠାଅ। ଜିହୁଦାର ଅର୍ଥ ପ୍ରଶଂସା। ଯୋଉ ସମୟରେ ଆମର ପରିବାରରେ ଅଶାନ୍ତି ଅଛି, ଆମର ପରିବାରରୁ ଅଶାନ୍ତି ଦୂର ହଉନାହିଁ, ଗଣ୍ଡଗୋଳ ଯାଉନାହିଁ, ସେ ସମୟରେ ପ୍ରଶଂସା କରନ୍ତୁ। ଏ ସ୍ଥାନରେ ମଧ୍ୟ 19 ପଦରେ ପୁଣି କହାତୀୟ, ମୁଁ ଦ୍ୱିତୀୟ ବଂଶାବଳୀ 20ରେ ପଢୁଛି, ପୁଣି କହାତୀୟ ସନ୍ତାନଗଣ ଓ କରହ ସନ୍ତାନଗଣ ଲେବୀୟ ମାନେ ଅତି ଉଚ୍ଚ ସ୍ୱରରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ପ୍ରଶଂସା କରିବା ନିମନ୍ତେ ଠିଆ ହେଲେ। ଯୋଉ ସମୟରେ ଆମର ପରିବାରରେ ଅଶାନ୍ତି ଅଛି, ରୋଗ ଅଛି, ଦୁଃଖ ଅଛି, କଷ୍ଟ ଅଛି, ସେ ସମୟରେ ପ୍ରଶଂସାର ସ୍ୱର ଉଠାନ୍ତୁ, ଆରାଧନାର ସ୍ୱର ଉଠାନ୍ତୁ। ଦେଖିବେ, ଆମେ ଯୋଉ ସମୟରେ ଆମେ ପ୍ରଶଂସା ଆରାଧନା କରିବା, ସେ ସମୟରେ ଧୀରେ 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 ଆମର ସମସ୍ୟା ଗୁଡିକ ସମାଧାନ ହେଇଯାଉଥିବ। ଆମର ପରିବାରର ଅଶାନ୍ତି ଗୁଡିକ ମଧ୍ୟ ଦୂର ହେଇଯିବ। ଆମେ ଅନେକ ସମୟରେ କଣ କରୁ, ଆଉ ଏ ସ୍ଥାନରେ ପ୍ରଭୁ କହୁଛନ୍ତି ଆମେ ଯୁଦ୍ଧ କରିବା ପାଇଁ ଯିବା ପାଇଁ ଆମେ ଚେଷ୍ଟା କରୁ। ଆମର ସହିତ ଯିଏ ଲାଗୁଛି ଆମେ ତା ସହିତ ଯୁଦ୍ଧ କରିବାକୁ ଚାହୁଁଛୁ। ମାତ୍ର ଆମେ ଯୋଉ ସମୟରେ ପ୍ରଶଂସା କରିବା, ପରମେଶ୍ୱରଙ୍କର ଆରାଧନା କରିବା, ଉଚ୍ଚ ସ୍ୱରରେ ପ୍ରଶଂସା ଆରାଧନା କରି କରି ଯିବା, ତାହେଲେ ଆମର ସବୁ ସମସ୍ୟା ଗୁଡିକ, ଆମର ଘରର ଅଶାନ୍ତି ଗୁଡିକ, ଆମେ ଅନେକ ସମୟରେ ଭାବୁ ଛି ମୋର ଘରରୁ ଅଶାନ୍ତି କେବେ ଯିବ, ମୁଁ କେବେ ଶାନ୍ତିରେ ରହିବି। ସେ ସମୟରେ ପ୍ରଶଂସା କରନ୍ତୁ, ଆରାଧନା କରନ୍ତୁ। 22 ପଦରେ ଲେଖାଗଲା, ଆଉ ସେମାନେ ଗାୟନ ଓ ପ୍ରଶଂସା କରିବାକୁ ଆରମ୍ଭ କରନ୍ତେ, ଦେଖନ୍ତୁ, ଜିହୁଦାର ପ୍ରତିକୂଳରେ ଆଗତ ଅମନ ଓ ମୋୟାବ ଓ ସେରୀୟ ପର୍ବତୀୟ ସନ୍ତାନଗଣ ବିରୁଦ୍ଧରେ ଗୁପ୍ତରେ ଛକି ବସିବା ପାଇଁ ସଦାପ୍ରଭୁ ଲୋକ ନିଯୁକ୍ତ କଲେ, ତହିଁରେ ସେମାନେ ପରାସ୍ତ ହେଲେ। କେତେବେଳେ ପରାସ୍ତ ହଉଛି? କେତେବେଳେ ଆମ ପରିବାରରୁ ଅଶାନ୍ତି ଯିବ? ଯେତେବେଳେ ଆମେ ଗାୟନ କରିବା, ପ୍ରଶଂସା କରିବା, ଆରାଧନା କରିବା। ପ୍ରଶଂସାରେ ଏ ପ୍ରକାର ଶକ୍ତି ଅଛି ପ୍ରିୟ ଭଉଣୀ ମାନେ। ଆରାଧନାରେ ଏ ପ୍ରକାର ଶକ୍ତି ଅଛି, ପ୍ରାର୍ଥନାରେ ଏ ପ୍ରକାର ଶକ୍ତି ଅଛି। ଆମକୁ କାହା ସହିତ ଲଢିବା ପାଇଁ ଯିବାକୁ ପଡିବ ନାହିଁ। ଯୋଉ ସମୟରେ ଆମ ବିରୁଦ୍ଧରେ ଅନେକ ପ୍ରକାର ଶତ୍ରୁ ଗୁଡିକ ଆକ୍ରମଣ କରୁଛନ୍ତି, ସେ ସମୟରେ ପ୍ରଶଂସା କରନ୍ତୁ, ଆରାଧନା କରନ୍ତୁ, ଧନ୍ୟବାଦ ଦିଅନ୍ତୁ। ଦେଖିବେ ସେ ସମସ୍ୟା ଗୁଡିକରୁ ଆମେ ଧୀରେ 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 ଆମେ ଜୟ ଲାଭ କରିଛୁ। ଆମେ ଫାର୍ଷ୍ଟ ୱିକରେ ଶୁଣୁଥିଲୁ ଯେ ଆମର ସମସ୍ୟା ଠାରୁ ଆମର ପରମେଶ୍ୱର ବଡ ଅଟନ୍ତି। ତେଣୁ ଆମେ ଏ ଦିନ ମାନଙ୍କରେ ଯୁଦ୍ଧ ପାଇଁ ଲୋକ ଆସୁଛନ୍ତି, ଆମର ବିରୁଦ୍ଧରେ ଅନେକ ଉଠୁଛନ୍ତି, ଆମ ବିରୁଦ୍ଧରେ ଆମମାନଙ୍କର ଅନେକ ଶାରୀରିକ ଅଭିଳାଷ ଗୁଡିକ ମଧ୍ୟ ଉଠୁଛି। ମାତ୍ର ସେ ସମୟରେ କଣ କରିବାର ଅଛି? ପରମେଶ୍ୱରଙ୍କ ନିକଟକୁ ଯିବାର ଅଛି, ପ୍ରାର୍ଥନା କରିବାର ଅଛି, ଆରାଧନା କରିବାର ଅଛି, ପ୍ରଶଂସା କରିବାର ଅଛି। ଦେଖିବେ ଧୀରେ 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 ଆମେ ସେଥିରୁ ବାହାରି ପଡିଥିବା। ମୁଁ ଦେଖୁଛି ଅନେକ ଗୁଡିଏ ବିଷୟରେ ମୁଁ ଗତ ଦିନ ମାନଙ୍କରେ ପଢୁଥିଲି, ମାତ୍ର ଏ ଦିନ ମାନଙ୍କରେ ସେ ସବୁରୁ ଜୟଲାଭ କରିବା ପାଇଁ ପ୍ରଭୁ ମତେ ଶକ୍ତି ଦେଇଛନ୍ତି। କେମିତି ହେଇପାରିଲା? ପ୍ରାର୍ଥନା। ମୁଁ ପ୍ରତିଦିନ ମୁଁ ମୋର ଦୁର୍ବଳତାକୁ ନେଇ ପ୍ରଭୁଙ୍କ ପାଖରେ ରଖେ। ମୁଁ ଅନେକ ସମୟରେ ଯେହେତୁ ମୁଁ କହିବାକୁ ଚାହେଁ, ମୋ ଦୁର୍ବଳତାକୁ ମୁଁ ରଖିବାକୁ କେବେ ମଧ୍ୟ ଲଜ୍ଜାବୋଧ କରେ ନାହିଁ। ଆଜି ଗୋଟେ ପାଳକଙ୍କର ସ୍ତ୍ରୀ ହିସାବରେ କିଏ କଣ କହିଦେଲେ, ମତେ ସାମ୍ନାରେ ମୁଁ ଯେହେତୁ ରିପ୍ଲାଏ ଦେବି ନାହିଁ, ମୋର ସାକ୍ଷ୍ୟ ନଷ୍ଟ ହବ। ମାତ୍ର ଭିତରେ ମତେ ଟିକେ ରାଗ ଲାଗେ। ମୁଁ ପ୍ରଭୁଙ୍କୁ ପ୍ରାର୍ଥନା କରେ, ପ୍ରଭୁ ଏ ଭିତରେ ହେବାଟାରୁ ମଧ୍ୟ ମତେ ବାହାର ହେବାର ଅଛି। ମୁଁ କହିଦେଲି ତ ସେମାନେ ଶୁଣି ଦେଇଥାନ୍ତେ, ସେଟା ସରି ଯାଇଥାନ୍ତା। ମାତ୍ର ଯୋଉ ମୁଁ ଭିତରେ ଯୋଉ କୁଡକୁଡ ହଉଛି, ଏଥିରୁ ମଧ୍ୟ ମତେ ତୁମେ ବାହାର କର। ଆଉ ପ୍ରଭୁ ମତେ ସାହାଯ୍ୟ କରୁଛନ୍ତି ସେ ସବୁରୁ ମତେ ବାହାର କରିବା ପାଇଁ। ଗତ ଦିନ ମାନଙ୍କରେ କିଏ ଯଦି କୁଆଡୁ କିଛି ଶୁଣି ଆସିବେ, ନାଇଁ ସେ ଭଉଣୀ କି ସେ ଭାଇ ତମ ବିରୁଦ୍ଧରେ ଏମିତି କହୁଥିଲେ, ମତେ ରାଗ ଲାଗୁଥିଲା, ଯାଇକିନା ଦୁଇଟା ଶୁଣେଇ ଦେବି ବୋଲିବାକୁ ଇଚ୍ଛା ହଉଥିଲା। ମାତ୍ର ଏବେ ଆହୁରି ସେମିତି ଲାଗୁନାହିଁ। ସେ ପ୍ରଭୁ ଗଡ ବ୍ଲେସ, ସେମାନଙ୍କୁ ଆଶୀର୍ବାଦ କରନ୍ତୁ, ପ୍ରଭୁ ସେମାନଙ୍କର ଯତ୍ନ ନିଅ, ଏ ପ୍ରକାର ଭାଷା ଯାକ ପାଟିରୁ ବାହାରୁଛି। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ, ଏସବୁ ମୋର ବଳରେ, ମୋର ଧାର୍ମିକତାରେ ଏସବୁ ହେଇନାହିଁ। ତାଙ୍କର ଅନୁଗ୍ରହ ଆଉ ତାଙ୍କର ସେ ଦୟା ହିଁ ଏସବୁରୁ ବାହାରିବାକୁ ସାହାଯ୍ୟ କରେ। ତ ପ୍ରିୟ ଭଉଣୀ ମାନେ, ଆଜି ମୁଁ ଆପଣ ମାନଙ୍କୁ ମଧ୍ୟ କହିବାକୁ ଚାହେଁ, ଯୋଉ ସମୟରେ ଆପଣ ମାନେ କୋଉ ଜାଗାରେ ଭାଙ୍ଗି ପଡୁଛନ୍ତି, ଆପଣଙ୍କର ପରିବାରରେ ଅଶାନ୍ତି ଗୁଡିକ ଯାଉନାହିଁ, ସେ ସମୟରେ ଆପଣ ମାନେ ପରମେଶ୍ୱରଙ୍କ ନିକଟକୁ ଯାଆନ୍ତୁ। ପରମେଶ୍ୱର ଗୋଟେ କଥା କହିବେ, ପ୍ରଶଂସା କର, ଆରାଧନା କର। ଆଉ ପ୍ରଶଂସା, ଗାୟନ, ଏସବୁ ଦ୍ଵାରା ଆମ ପରିବାରର ମାହୋଲ ଗୁଡିକ ଚେଞ୍ଜ ହେଇଯିବ। ଆମେ ଅନେକ ସମୟରେ ଆମେ ଅନ୍ୟର ଦୋଷ ଦେଖେଇଥାଉ। ପରିବାରରେ ଗଣ୍ଡଗୋଳ କାହିଁକି ହୁଏ?
कहीं अन्यर भूल को आम बेसी देखाऊ आमको भूल आका अनेक समय दुसे प्रशंसा टिके मने पकांतु तो केबे आपणकर झील को आपण प्रशंसा करथिले कि आपणकर स्वामी को केबे आपण अप्रिशिएट करथिले उत्साह देथिले आमे बाछि जानिछु बहुत बढ़िया बाछु परिबा आंदेले मध्ये हम बाछबा को जानिछु एड़की लगा प्याज आन देचंती टिके सान सान टान देले हेबो नै सान टान देले सान सान टान देचंती टिके पोटा आन देले हेबो नै जा हूँ मो सित काकर को मध्ये जाई कि नाणी देलो धन्यवाद ए आवाज जदी बाहरबो घरे अशांति हेबो कि नहीं मात्र अनेक समय आमे जो समय लोक मान को उत्साह प्रदान करू प्रशंसा करू से समय आम परिवार अशांति गुड़िक दूर हो झील धीरे 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 एबे काम शिखुची से काम करू करू भूल କରିଛି ବାସନ ମାଜିଛି ସାବୁନ ସାଇଡରେ ଲାଗିଛି ଯା ହଉ ଝିଅ କଲୁ ଧନ୍ୟବାଦ କରନ୍ତୁ ଘର ପୋଛିଛି ସଫା ହେଇନାହିଁ ନ ହଉ ନେକ୍ସଟ ଟାଇମ ହେବ ସେ ଚେଷ୍ଟା କରୁଛି ଆମେ ଉତ୍ସାହିତ କରିବାର ଆବଶ୍ୟକତା ରହିଛି ଯଦ୍ୱାରା କି ଆମର ପରିବାରର ମାହୋଲ ଗୁଡିକ ଧୀରେ ଧୀରେ ଚେଞ୍ଜ ହେବ ଅଶାନ୍ତି ଗୁଡିକରୁ ଆମେ ଧୀରେ ଧୀରେ ବାହାରି ଆସିବା ପ୍ରିୟ ଭଉଣୀ ମାନେ ଏତିକି କହିବାକୁ ଚାହେଁ ଯେ ଆମେ ଯେକୌଣସି ପରିସ୍ଥିତିରେ ହଉ ଯେକୌଣସି ବିଷୟ ମଧ୍ୟ ଦେଇ ଆମେ ଯାଉଛୁ ସେ ସମୟରେ ଆମେ ପରମେଶ୍ୱରଙ୍କ ନିକଟରେ ଯିବା ତାଙ୍କୁ ପଚାରିବା ସେ ତାର ଉପାୟ ଆମମାନଙ୍କୁ ଦେବେ ଯଦି ଆମର କିଛି ଜ୍ଞାନର ଆବଶ୍ୟକତା ହଉଛି ପ୍ରଭୁଙ୍କ ନିକଟକୁ ଯିବା ଆଉ ପଚାରିବା ଆଉ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ତାଙ୍କ ପାଖରେ ଅଛି हम गीतर गाउଛୁ ना दुनिया के सारे प्रश्नों का उत्तर यीशु के पास है ଆଉ ସେହି ପରମେଶ୍ୱର ଆମମାନଙ୍କୁ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବେ ଆଉ ସେ ଠିକ ଉତ୍ତର ଦେବେ ତାଙ୍କୁ ଯାଇ ଆମେ ପଚାରିବା ପ୍ରଭୁ ମୁଁ କଣ କରିବି ମତେ ତୁମେ ସାହାଯ୍ୟ କର ମତେ ତୁମେ ଶିଖାଅ ବୋଲେ ଆମେ ଯୋଉ ସମୟରେ ଯିବା ସେ ନିଶ୍ଚୟ ଆମମାନଙ୍କର ପ୍ରତ୍ୟେକ ସମସ୍ୟାର ସମାଧାନ ସେ ନିଶ୍ଚିତ ଭାବରେ କରିବେ ପ୍ରଭୁ ଅଳ୍ପ ବାକ୍ୟରେ ଆମ ସମସ୍ତଙ୍କୁ ଆଶୀର୍ବାଦ